शङ्खमध्ये शतदलकमले रत्नसिंहासनस्थं सर्वालङ्कारयुक्तं नवघनरुचिरं संयुक्तं चाग्रजेन भद्राया वामभागे रथचरणयुतं ब्रह्मरुद्रेन्द्र वन्द्यं वेदानां सारमेकं स्वजनपरिहृतं ब्रह्मदारो स्मरामि। जय गुरु, जय जगन्नाथ, जय शिशु अनंत, जय भारत, जय उत्कल। आज महाप्रभुंकर रथ उपरे अधरपणा सेवा संपन्न होउची। आउ किछि समय पर शेष हब। तापरे महाप्रभु नीलाद्रि विजय करेंगे, अर्थात रत्न बेदी की पुणी फेरी जाइए। यही सब नीतिकांति जो करा जाइछि, काहींकी करा जाइछि, या गोटे जानिबा कथा। जितेबाला लोकमानक भितरे बहुत अज्ञता थिला, आलोक माला प्राय नथिला। आजिकाली भई इलेक्ट्रॉनिक पावर, कंप्यूटर ये सब किछि नथिला। मनीष गोटे बंदाल जालिकी मध्य बड़ बड़ उत्सव मनाउथला। तापर लंठन डिब्बी यही सब कारबार है। बहुत विस्तृत जंगल थिला। जंगल रे हिंस्र जंतु मानकर भय मध्य बहुत आकार थिला। एभली कि घरे पशि मनीष को मध्य से माने शिकार करथले। एबे तो हाथी देखा जाउछन्ती, किंतु सेतेबाले बाघ सिंह सबू थिले। सेही समय आउ गोटे भय लोकमानक भितर थिला, जाकि आज पर्यंत मध्य से भयटा रहिछि। सेटा होछि भूत प्रेत मानकर भय। भूत प्रेत माने अछंती नाहंती ये विषय जुक्ति कले जाकि तार किसी सत्यता जना पड़ो, कि जहाँ नाही तार शब्द मध्य व्यवहार हैनी। जहाँ अच्छी ताहा सत्य, ताकू तो माने किए बेसी कहूँ किए केमती कौन कहूँ। से समय कथा ये जो तीनोटी रथ, से प्रथमे गोटे रथ थिला, मझिरे गोटे नई थिला। ये रथटी जाई से नई कूले रहिबो, डंगारे प्रभु बसिबे, आउ गोटे रथरे जाई गुंडीचा मंदिर को जिबे। ये जो कथा सब धीरे 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 केते परिवर्तन हो जाइछि। एमिति कि जगन्नाथ को 120 वर्ष बलांगीर सोनपुर रे गोटे माने गात खोली पोती दिया। आमर गंगा नदी कूल कला पहाड़ जगन्नाथ मूर्ति को नहीं पोड़ी देइछि, रत्न अलंकार नहीं जाइछि। गोटे निर्दिष्ट संप्रदाय लोक माने मिसी एभली अत्याचार करिसंती। राजनगर भितर पशि राजा को तो माइले, कुकुर बिलुआ पर्यंत ए बिलेई पर्यंत ताकू मध्य मारि देइछंती। पुणी एभली एक समय आसिला, राजा निजे
ଧର୍ମ ପରିବର୍ତ୍ତନ କଲେ। ତାଙ୍କ ପାଇଁ ପତିତ ପାବନ ମୂର୍ତ୍ତି ପ୍ରତିଷ୍ଠା ହେଲେ। କାରଣ ଜଗନ୍ନାଥଙ୍କୁ ଦର୍ଶନ ନ କଲେ ସେ ଜଳସ୍ପର୍ଶ କରନ୍ତି ନାହିଁ। ଏପଟରେ ଜଗନ୍ନାଥଙ୍କୁ ନେଇ ଖୋର୍ଦ୍ଧା ବରୁଣେଇ ପାହାଡ଼ ଭିତରେ ଲୁଚେଇକିରି ରଖିଲେ। ଏଇଭଳି ତାଙ୍କର ଯେଉଁ ଇତିହାସ ଏକ ସ୍ୱତନ୍ତ୍ର ଇତିହାସ। ଆପଣମାନେ ଯେତେବେଳେ ପୁରୀ ଯାଉଛନ୍ତି ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ କେତେ ଗୁଡ଼ିଏ ଗାଁ ଆପଣ ଦେଖିବେ। ସେ ଗାଁ ଗୁଡ଼ାକ ନାଁ ହେଉଛି ବୀର ହରେକୃଷ୍ଣପୁର, ବୀର ନରସିଂହପୁର। ଏଇ ଯେଉଁ ବୀର ଶବ୍ଦ ଲାଗିଛି, ଏଇମାନଙ୍କୁ ରାଜା ମାନେ ଗ୍ରାମ୍ୟ ବସତିକୁ କରେଇଥିଲେ। ଜଗନ୍ନାଥଙ୍କୁ ନେଲାବେଳେ କି ଆଣିଲା ବେଳେ ଶତ୍ରୁ ସହିତ ଏଇମାନେ ଯୁଦ୍ଧ କରି ରକ୍ତାକ୍ତ ହେଇଯାଉଥିଲା ରାସ୍ତା, ଅନେକ ମରୁଥିଲେ। ଏଇ ଜଗନ୍ନାଥ ମହାପ୍ରଭୁଙ୍କୁ ଆଜି ସେଭଳି ଅବସ୍ଥା ଆସିବ ବୋଲି ମୁଁ ଭାବୁନି, କିନ୍ତୁ ଇତିହାସକୁ ଅନେକ ଭୁଲି ଯାଉଛନ୍ତି। ଘୋଡ଼ା ଟାପୁରେ ବାନ୍ଧି ଦିଲ୍ଲୀର ଜୁମା ମସଜିଦରେ ପକାଇ ଦେଇଛନ୍ତି। ତା ଉପରେ ପାଦ ଦେଇ ହଜ୍ କରିବା ପାଇଁ ମଧ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏତେ କଥା ପରେ ବି ଜଗନ୍ନାଥ ସଂସ୍କୃତି ବଞ୍ଚିଛି। ଏଇ ଜଗନ୍ନାଥଙ୍କର ରତ୍ନ ଅଳଙ୍କାରକୁ ନେଇଯିବା ପାଇଁ କେତେ ଥର ଯେ 17 ଥର ପୁରୀକୁ ଆକ୍ରମଣ କରାଯାଇଛି। ଯାଜପୁର ବାଟ ଦେଇକରି ସେମାନେ ଆସିଛନ୍ତି 17 ଥର। ତଥାପି ହିନ୍ଦୁ ବଞ୍ଚିଛି, ସନାତନ ଧର୍ମ ରହିଛି। ଏବେ ବି ଏଇ ହିନ୍ଦୁ ଧର୍ମକୁ, ସନାତନ ଧର୍ମକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ଏବେ ମଧ୍ୟ ଅନେକ ଚେଷ୍ଟା ବି ଚାଲିଛି। କିନ୍ତୁ ସମୟର ପରିବର୍ତ୍ତନ ପାଇଁ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ଭାରତ ବର୍ତ୍ତମାନ ବହୁତ ଆଗରେ ଅଛି। ତେଣୁ ହୁଏତ ସାହସ ହେଉନି, କିନ୍ତୁ କେତେବେଳେ ଯେ କ'ଣ ନହେବ କିଏ କହିବ ସେ କଥା। ତେବେ ସେଇ ସମୟରେ ଏଇ ଯେଉଁ ରଥ ତିଆରି ହେଉଥିଲା, ରଥର ପ୍ରତିଟି କଣ୍ଟା, ପ୍ରତିଟି ଯେଉଁ ମାନେ କାଠ, ସବୁଗୁଡ଼ିକ ହେଉଛନ୍ତି ଏକ ଏକ ଦେବୀ ଦେବତାଙ୍କ ନାମରେ ସମର୍ପିତ। କେଉଁଠି ଭୂତ କ'ଣ ପ୍ରେତମାନଙ୍କୁ ରଖାହେଇଛି, ଚଣ୍ଡୀ, ଚାମୁଣ୍ଡା, ଭୂତ ପ୍ରେତ ଏଇମାନଙ୍କୁ ରଖାହେଇଛି। ତନ୍ତ୍ରର ଶକ୍ତି ସେଠି କାମ କରିବ ନାହିଁ। ବର୍ତ୍ତମାନ ରଥକୁ ସେମାନେ 9 ଦିନ ବା 12-13 ଦିନ ହେଲା ତାଙ୍କରି ଦାୟିତ୍ୱରେ ରଥ ଧରନ୍ତୁ ଅଛି। ଆଉ ଆମେ ଦେଖିପାରୁନୁ। ସେ ଯେଉଁ ଅଶରୀର ମାନେ ରଥ ଭିତରେ ଅଛନ୍ତି, ତାର ଅର୍ଥ ନୁହେଁ ଯେଉଁଠି ଯେଉଁ ରଥ ହେଉଛି ସବୁ ରଥ ସେଇଆ। କିନ୍ତୁ ପୁରୀର ଶ୍ରୀକ୍ଷେତ୍ରର ରଥଯାତ୍ରା ବା ପୁରୀ ରଥ ଇଏ ହେଉଛି ବିଶ୍ୱରେ ଏକମାତ୍ର ରଥ, ଯେଉଁ ରଥକୁ ଛୁଇଁଦେଲେ ମଧ୍ୟ ପୁଣ୍ୟ। ଯାହାର ଭାତକୁ ନିର୍ମାଲ୍ୟ କରି ଆମେ ଆଜି ବି ଖାଉଛୁ। ଏଇସବୁ କଥା। ସେମିତି ଆପଣ ଦେଖିବେ ଆମର ଜଗନ୍ନାଥଙ୍କର ବଡ଼ ଭାଇ ବଳଦେବଙ୍କର କେନ୍ଦ୍ରାପଡ଼ା ଇଚ୍ଛାପୁରରେ ଯେଉଁ ମନ୍ଦିର ଅଛି, ତାକୁ ମଧ୍ୟ ସେ ମନ୍ଦିରକୁ ଭାଙ୍ଗି ଦିଆଗଲା।
ତା ଉପରେ ଗୋଟିଏ ମସଜିଦ୍ ଆଜି ବି ଅଛି। ବଳଦେବ ହେଉଛନ୍ତି ପଥର ତିଆରି, ତାକୁ ସଖୀବଟଙ୍କ ପାଖରେ ତାକୁ ମାଟି ଖୋଳି ପୋତା ହେଲେ। ଗୋଟିଏ ଗାଈ ସିଦ୍ଧ ନାମକ ଜଣେ ଗୋପାଳ, ତାର ଗୋଟିଏ ଗାଈ ସବୁଦିନ ସେଇଠିକି ଯାଏ। ସିଏ ଆଉ ଗୁହାଳେ କ୍ଷୀର ଦିଏନି। ଆଜି ବି ସେ ସିଦ୍ଧଙ୍କର ସେ ଗୋପାଳଙ୍କର ସମାଧି ଆଜି ବି କେନ୍ଦ୍ରାପଡ଼ା ଗୋପରେ ପୂଜା ପାଉଛନ୍ତି। ଗୋପାଳ ଦିନେ ସେ ଗାଈଟି କୁଆଡ଼େ ଯାଉଛି ତା ପଛେ ପଛେ ଗଲାବେଳକୁ ଦେଖିଲା ଗାଈ ସେଇ ସ୍ଥାନରେ ଅଛି, କ୍ଷୀର ଗୁଡ଼ାକ ସ୍ରବୁଛି। ସେଇଠି ଖୋଳିଲା ବେଳେ ବଳଦେବଙ୍କର ମୂର୍ତ୍ତି ଆବିର୍ଭାବ ହେଲେ। ସେଟା ପ୍ରସ୍ତର ମୂର୍ତ୍ତି। ତାକୁ କୁଜଙ୍ଗ ଷଣ୍ଢ ରାଜା ସେଟାକୁ ନେଇଯାଇଥାନ୍ତେ। ସେ ଆଉ ଇଚ୍ଛାପୁର ଛାଡ଼ିକିରି ଗଲେ ନାହିଁ କି କ'ଣ ତା ଭିତରେ ହେଇଥିବ। ଆଜି ତାଙ୍କର ପ୍ରସିଦ୍ଧ ରସାବଳୀ ଭୋଗ, ଏଠି ଯେମିତି ମହାପ୍ରସାଦ ସେଠି ଯେମିତି ରସାବଳୀ। ଆମେ ଯେଉଁ କ୍ଷେତ୍ରରେ ଏଠି ବସିଛୁ, ଏ କ୍ଷେତ୍ରଟା ମଧ୍ୟ ବଳଦେବଙ୍କର କ୍ଷେତ୍ର ବୋଲି ଆମେ ଜାଣିଛୁ। ତେଣୁ ଆଜି ଯେଉଁ ଅଧର ପଣାଟି ହାଣ୍ଡିଟା ଭଙ୍ଗା ହୁଏ, ସେ ହାଣ୍ଡିଟା ଭଙ୍ଗା ହୁଏ ମାନେ ସେଇ ଅଶରୀର ପ୍ରେତମାନଙ୍କୁ, ପିତୃଲୋକଙ୍କୁ, ପ୍ରେତ ଲୋକଙ୍କୁ, ଦେବଲୋକଙ୍କୁ ସେ ପଣାଟା ସମର୍ପଣ ହୁଏ। ଏଇ ହେଉଛି ଆମର ଗୋଟେ ବିଧି, ବାହ୍ୟ। ଏଇଟା ହେଲା ବାହ୍ୟ କଥା। ଏଇ ଅଧରପଣା ପ୍ରତ୍ୟେକ ମଣିଷକୁ, ପଶୁପକ୍ଷୀଙ୍କ କଥା ନୁହେଁ, ପ୍ରତ୍ୟେକ ମଣିଷକୁ ସେ ସୂଚେଇ ଦେଉଛି ଏଇ ଯେଉଁ ଭୋଗ ଆଜି ପ୍ରଭୁଙ୍କ ପାଖରେ ଆମେ ଅର୍ପଣ କରୁଛୁ, ସେ ପଚାରୁଛି ତମେ ଏଇ ଭୋଗଟା ଖାଉଛ କି? ତମ ଭିତରେ ମଧ୍ୟ ଅନେକ ଅଶରୀର ମାନେ ଅଛନ୍ତି, ପ୍ରେତ ଲୋକ, ପିତୃଲୋକ ତମ ଭିତରେ ବି ଅଛନ୍ତି। ଆଜି ସମସ୍ତଙ୍କୁ ପଚରାଯାଉଛି ତମେ ସେୟା ଖାଉଛ କି? ଏଇ ଓଡ଼ିଆରେ ସବୁ ଲେଖୁଛି ପାଟକପୁରା, କଦଳୀ, ଛେନା, ନଡ଼ିଆ, କ୍ଷୀର, ଗୋଲମରିଚ, କେଉଁ ଗୋଟାକ ତମେ ଖାଉଛ? କିନ୍ତୁ ବର୍ତ୍ତମାନ ତମେ କ'ଣ ଖାଉଛ? କୁକୁଡ଼ାର ରକ୍ତ, କୁକୁଡ଼ାର ମାଂସ, ଛେଳିର ରକ୍ତ, ଛେଳିର ମାଂସ। ସେ ମାଂସରେ ପୁଣି ଗୋମାଂସକୁ ମଧ୍ୟ ମିଶେଇକିରି ବିକ୍ରି କରାଯାଉଛି, ତାକୁ ମଧ୍ୟ ହିନ୍ଦୁମାନେ ଖାଇବେ। ଯଦି ସେ ଖାଦ୍ୟ ନହେଲା ତାହେଲେ ତାଙ୍କ ଭୋଜିକି କେହି ଯିବେନି। ତେଣୁ ସେମାନେ ଗୋଟେ ସର୍ବନିମ୍ନ କରିଥିଲେ ମାଛ। ସେ ମାଛ ବି ଆମ ପିଲାବେଳେ ବି ଲୋକ ଖାଉଥିଲେ। କିନ୍ତୁ ଏବେ କ'ଣ ହେଇଛି, କୁକୁଡ଼ାକୁ ପୁଣି ଚାଷ କଲେଣି। କୁକୁଡ଼ା ଚାଷ, କୁମ୍ଭୀର ଚାଷ। ଆଉ ସେତେବେଳେ ଆଉ ବର୍ତ୍ତମାନ ଯେଉଁ ଭ୍ରୂଣ ହତ୍ୟା ଚାଲିଛି, ମଣିଷ ଚାଷ ବି ଆରମ୍ଭ ହେବ। ଆଉ ଏଇ ହେଉଛି ସୁନ୍ଦର ପୃଥିବୀ, ସୁନ୍ଦର କଥା। ଏ ମଣିଷ ଘୃତଂ ମେ ଚକ୍ଷୁ ଅମୃତ ମେ ଆନନମ୍, ତୁମର ଆଖି ହଉ ପ୍ରେମପୂର୍ଣ୍ଣ ଆଖି। ଯାହାକୁ ଅନେଇ ଦେଲେ ତମକୁ ସେ ଶତ୍ରୁ ବୋଲି ଭାବିବନି। ତମ ପାଟିରେ ଯେଉଁ ଅଧର ଅଛି, ସେ ଅଧର କ'ଣ ଚାହୁଁଛି? ଅମୃତ ମେ ଆନନମ୍, ମଧୁର କଥା କୁହ। ମଧୁର ବିନୟ ବଚନ କହି ତୋଷିବ ପ୍ରାଣୀ ମନ। ଆମେ ତ ପାଟିରେ ମଧୁର ଭାଷା ନାହିଁ କି ଆଖିରେ ମଧୁର ଚାହାଣୀ ନାହିଁ, ତାହେଲେ ଆମକୁ କାହିଁକି ମଣିଷ ବୋଲି ଖାତିର କରିବ?
ଆମେ ଏମିତି ଗୋଡ଼ ବାଡ଼େଇବୁ, ହାତ ବାଡ଼େଇବୁ, ମୁଣ୍ଡ ହଲେଇବୁ, ସେ କେଇଦିନ। ରାତି ତ ପାଇବ, ସକାଳ ହବ। ସପନ ଯେତେ ଦେଖୁ ବାଇଆ, ସକାଳେ ଯାଏ ଦୂରେ। ଜୀବନ ସ୍ୱପ୍ନ ମିଳେଇ ଯାଏ ସମୟର ଚକଟରେ। ସମସ୍ତଙ୍କର ସ୍ୱପ୍ନ ଭାଙ୍ଗିଯିବ। ଦର୍ପ ଗର୍ବ ଅହଙ୍କାର କାହାର ରହିବନି। କେହି ତୁମର ନୁହନ୍ତି, କିଏ ବି ତୁମେ କାହାକୁ ବି ତୁମେ ନେଇକିରି ଆସିନା। ଏଠୁ ଗଲାବେଳେ କେହି ତମ ସାଥିରେ ବି ଯିବେ ନାହିଁ। ଯାହା ଖାଇଥିବ ପେଟକୁ, ଯାହା ରଖିଥିବ ଖଣ୍ଟକୁ। ଯଦି ଭଲ କୀର୍ତ୍ତିଟିଏ କରି ଯାଇଥିବ, ଡାକ୍ତରଖାନାଟିଏ, ସ୍କୁଲଟିଏ, ମନ୍ଦିର କଲେ ତ ଭଲ, କିନ୍ତୁ ଏତେ ମନ୍ଦିର ଦରକାର ଯେତିକି ଦରକାର। ଯଦି ଗଛଟିଏ ବି ଲଗେଇକି ଯାଇଥିବ, ତମେ ଚାଲିଗଲା ପରେ ତମ ପୁଅ ନାତିମାନେ ମଧ୍ୟ ଏ ଗଛରୁ ଫଳ ଖାଇବେ। ଗୋଟେ ଜଳାଶୟ ଯଦି ଖନନ କଲ, ସେ ପାଣିକି ଅନେକ ପିଇବେ। ତେଣୁ ଆଜି ଏହି ପବିତ୍ର ତ୍ରୟୋଦଶୀ ତିଥିରେ ଆମ ସମସ୍ତଙ୍କର ହୃଦୟ ସିଂହାସନର ଠାକୁର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଉଛି। କୋଟି କୋଟି ଯେତେ ପ୍ରଣାମ ଦେଲେ ବି ଆମ ପକ୍ଷରେ ସେଇଟା ଆହୁରି କମ୍ ହେବ। ମୋର ପ୍ରିୟ ଭାରତବାସୀଙ୍କ ତରଫରୁ, ବିଶ୍ୱବାସୀଙ୍କ ତରଫରୁ, ମୋ ରାଜ୍ୟବାସୀଙ୍କ ତରଫରୁ ବଢ଼ିଆ ସମର୍ପିତ ଭାବନାରେ ପ୍ରଣାମ ଜଣାଉଛି। କେବଳ ନିବେଦନ କରୁଛି, ମଣିଷକୁ ଟିକେ ସଦବୁଦ୍ଧି ଦିଅ। ନିଷ୍ଠୁର ମଣିଷ ଭିତରେ ଏ ରାତି ପାଇଲେ ମଣିଷକୁ ହାଣିବା ପାଇଁ ଖଣ୍ଡା ପଦଉଛି। ସେଇ ନିଷ୍ଠୁର ମଣିଷ ମନରେ ଟିକେ ପ୍ରେମର ବାର୍ତ୍ତା ଦିଅ। ଏତିକି କହିବା ସହିତ ଆଜି ପୃଥିବୀ ପାଇଁ ଦରକାର, ସବୁଠାରୁ ଦରକାର ମନ୍ଦିର। ମନ୍ଦିରର ଜମା ଆଉ ଆବଶ୍ୟକ ନାହିଁ। ମଠ ମନ୍ଦିରର ଆବଶ୍ୟକ ନାହିଁ। ଜଙ୍ଗଲ ସୃଷ୍ଟି କର, ଗଛ ଲଗାଅ। ଏତିକି କହି ମୋର କଥାକୁ ମୋର ଇଷ୍ଟଦେବ ଅନନ୍ତଙ୍କ ପଦାବ୍ଜରେ, ମୋର ଗୁରୁଦେବଙ୍କ ପଦାବ୍ଜରେ ଏବଂ ବିଶ୍ୱବନ୍ଦ୍ୟ ଜଗନ୍ନାଥଙ୍କ ପଦାବ୍ଜରେ ସମର୍ପଣ କରୁଛି। ଜୟ ଗୁରୁ, ଜୟ ଜଗନ୍ନାଥ, ଜୟ ଅନନ୍ତ। ଓମ୍ ଶାନ୍ତି ଶାନ୍ତି ଶାନ୍ତି।